ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁ ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। 120 ରୁଲ୍ ଅଫ୍ ଗ୍ରାମାର 6 ନମ୍ବର ଭିଡ଼ିଓକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆପଣ ଯଦି ପୂର୍ବରୁ ଭିଡ଼ିଓଟା ଦେଖିନାହାନ୍ତି 5ଟି ଭିଡ଼ିଓ ଆମର ଡେଲି 10ଟି ଲେଖାଏଁ ଗ୍ରାମାର ଡିସ୍କସନ୍ କରୁଛୁ ଏକ୍ଜାମ୍ପଲ୍ ୱାଇଜ୍। କୋଉଠି କ'ଣ ବସିବ, କ'ଣ ଦରକାର ସେଟା ସବୁ ଡିସ୍କସନ୍ କରି ଯଦି ଆପଣ ଦେଖିନାହାନ୍ତି ଏମ୍ଆର୍ ଷ୍ଟଡି ଏକାଡେମୀକୁ ଯାଆନ୍ତୁ। ପ୍ଲେଲିଷ୍ଟରେ 120 ରୁଲ୍ ଅଫ୍ ଗ୍ରାମାର ସର୍ଚ୍ଚ କରି ଆପଣ ଦେଖିପାରିବେ। ଏବେ ଦେଖିବେ ଆଉ 10ଟି ରୁଲ୍। 71 ନମ୍ବର ଫାଷ୍ଟ ଷ୍ଟାର୍ଟିଂ କରିବା। କ'ଣ ରୁଲ୍‌ଟି ଅଛି ଆପଣ ଖାତା ପେନ୍ ଧରି ରଖନ୍ତୁ, ଯୋଉଟାକି ଇମ୍ପୋର୍ଟାଣ୍ଟ ଲାଗୁଛି ବା ଆପଣ ଏକ୍ଜାମ୍ପଲ୍ ବୁଝିପାରୁନାହାନ୍ତି କମେଣ୍ଟ ସେକ୍ସନ୍ ଜଣେଇ ପାରିବେ। ଆଉ ଲେଖି ରଖନ୍ତୁ କୋଉଟା କ'ଣ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ା ରହିଛି। ତ ରୁଲ୍ ନମ୍ବର 71 କ'ଣ ଅଛି ନା ୟୁଜ୍ ଅଫ୍ ଏଜ୍ ୱେଲ୍ ଏଜ୍ ହେଲା। ଆମେ ଏଜ୍ ୱେଲ୍ ଏଜ୍‌ଟା କୋଉଠି ୟୁଜ୍ କରିବା? ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ା କ'ଣ ଅଛି? ଭାର୍ବ ଏଗ୍ରିଜ୍ ୱିଥ୍ ଫାଷ୍ଟ ସବଜେକ୍ଟ ହେଲା। ଏଥିରେ କ'ଣ ହବ ନା ଏଜ୍ ୱେଲ୍ ଏଜ୍ ଆମେ ଯେତେବେଳେ ୟୁଜ୍ କରିବା ସେତେବେଳେ ଆମେ ପ୍ରିଫର୍ ଦେବା କାହାକୁ ନା ଫାଷ୍ଟ ସବଜେକ୍ଟ ଯୋଉଟା ଥିବ ସେଇଟା ସେଇ ଅନୁସାରେ କ'ଣ ପଡ଼ିବ ନା ଭାର୍ବ ବସିବ। ବୁଝିପାରିଲେ? ତାପରେ ସେକେଣ୍ଡ ହେଉଛି କ'ଣ ମିନ୍ସ ଇନ୍ ଏଡିସନ୍ ଟୁ, ମାନେ ଏଇ ଯୋଉ ଏଜ୍ ୱେଲ୍ ଏଜ୍‌ର ମାନେଟା ହେଉଛି କ'ଣ, ଆମେ ଏଇ ଯୋଉ ସେଣ୍ଟେନ୍ସ ୟୁଜ୍ କରିବା ତାର ମିନିଂଟା କ'ଣ ନା ଇନ୍ ଏଡିସନ୍ ଟୁ। ବୁଝିପାରିଲେ? ଏବେ ଦେଖିବା କିଛି ଏକ୍ଜାମ୍ପଲ୍ ଦେଖିଲେ ଆପଣ ବୁଝିପାରିବେ। କ'ଣ ଅଛି ରାମ୍ ଏଜ୍ ୱେଲ୍ ଏଜ୍ ହିଜ୍ ଫ୍ରେଣ୍ଡସ୍ ଇଜ୍ ଗୋଇଂ। ଏଠି ଦେଖନ୍ତୁ କ'ଣ ହେଲା, ଫାଷ୍ଟ ଆପଣ ପଏଣ୍ଟ କ'ଣ କହିଥିଲେ ନା ଯୋଉଟାକି ଆପଣ ସବଜେକ୍ଟଟା ବସିବ ସେ ଅନୁସାରେ ଫାଷ୍ଟ ସବଜେକ୍ଟ ଯୋଉଟା ରହିବ ସେ ଅନୁସାରେ ବାହାରିବ। ଦେଖନ୍ତୁ ଏଇ ସବଜେକ୍ଟ କ'ଣ ଅଛି, ଗୋଟେ ରାମ୍ ଅଛି ଆଉ ଗୋଟେ କ'ଣ ଅଛି ହିଜ୍ ଫ୍ରେଣ୍ଡସ୍ ଅଛି। ତେଣୁ ଆମର ସବଜେକ୍ଟ କ'ଣ ଅନୁସାରେ ବସିବା ନା ଫାଷ୍ଟ ସବଜେକ୍ଟ ଯୋଉଟା ଥିବ ଯୋଉଟାକି ରାମ୍ ଅଛି, ତେଣୁ ସେଥିପାଇଁ କ'ଣ ହେଲା ଇଜ୍ ହେଲା। ଯଦି ଆଗେ ଫ୍ରେଣ୍ଡସ୍ ଥାନ୍ତା ତାହେଲେ କ'ଣ ହେଇଥାନ୍ତା ଇଜ୍ ଜାଗାରେ କ'ଣ ହେଇଥାନ୍ତା ନା ଆର୍ ହେଇଥାନ୍ତା। ବୁଝିପାରିଲେ? କ'ଣ ହବ ଆଉ କ'ଣ ହବ ଇନ୍ ଏଡିସନ୍ ଟୁ। ଏଇ ଯୋଉ ଆମେ ଏଜ୍ ୱେଲ୍ ଏଜ୍ ଏଇଟାର ମିନିଂଟା ହଉଛନ୍ତି ଏଜ୍ ମାନେ କ'ଣ ଇନ୍ ଏଡିସନ୍ ଟୁ, ମାନେ ରାମ ଆଉ ତା ସାଙ୍ଗ 2 ଜଣ ମିଶିକି। ତେଣୁ ଦେଖିବା ନେକ୍ସଟ କ'ଣ ଅଛି ଦ ଟିଚର ଏଜ୍ ୱେଲ୍ ଏଜ୍ ଷ୍ଟୁଡେଣ୍ଟସ୍ ୱାଜ୍ ପ୍ରେଜେଣ୍ଟ। ୱାଜ୍ କ'ଣ ପାଇଁ ବସିଲା ଦେଖନ୍ତୁ ଏଠି ଟିଚର ଗୋଟେ ସବଜେକ୍ଟ ଅଛି ଆଉ ଗୋଟେ କ'ଣ ଏ ଫ୍ରେଣ୍ଡ ଏଇ ଯୋଉ ଷ୍ଟୁଡେଣ୍ଟସ୍ ଅଛି, ତେଣୁ ସେଥିପାଇଁ ୱାଜ୍ ବସିଲା କ'ଣ ପାଇଁ ନା ଫାଷ୍ଟ ଅନୁସାରେ ଟିଚର ଅନୁସାରେ କ'ଣ ବସିଲା ୱାଜ୍ ବସିଲା। ଷ୍ଟୁଡେଣ୍ଟସ୍ ହେଇଥିଲେ କ'ଣ ପ୍ଲୁରାଲ୍ ଥିଲା ୱେଆର୍ ହେଇଥାନ୍ତା, କିଛି ଅସୁବିଧା ନାହିଁ। ତେଣୁ ଦେଖିବା ନେକ୍ସଟ ରୁଲ୍ କ'ଣ ଅଛି। 72 ର ଆମର ରୁଲ୍ କ'ଣ ଅଛି ୟୁଜ୍ ଅଫ୍ ନଟ୍ ଓନ୍ଲି ବଟ୍ ଅଲ୍ସୋ। ସେଣ୍ଟେନ୍ସରେ ବାରମ୍ବାର ଦେଖିଥିବେ ନଟ୍ ଓନ୍ଲି ଆଉ ବଟ୍ ଅଲ୍ସୋ କୋଉଠି ୟୁଜ୍ କରାଯାଏ, ତାର ଇମ୍ପୋର୍ଟାଣ୍ଟ ପଏଣ୍ଟ କ'ଣ ଅଛି ନା କନେକ୍ଟସ୍ ଟୁ ଇକ୍ୱାଲ୍ ପାର୍ଟସ୍। ଏଇଟା ୟୁଜ୍ କରିବା ଦ୍ୱାରା କ'ଣ କରାଯାଏ ନା ଦିଟା ଇକ୍ୱାଲ୍ ପାର୍ଟସକୁ କ'ଣ କନେକ୍ଟ କରିଥାଏ। ଆଉ ଭାର୍ବ ଏଗ୍ରିଜ୍ ୱିଥ୍ ଦ ନିୟରେଷ୍ଟ ସବଜେକ୍ଟ ବହୁତ ଇମ୍ପୋର୍ଟାଣ୍ଟ ଅଛି। ଯେତେବେଳେ ଆପଣ ନଟ୍ ଓନ୍ଲି ବା ବଟ୍ ଅଲ୍ସୋ ୟୁଜ୍ କରୁଛନ୍ତି କ'ଣ କରିବେ ନା ନିୟରେଷ୍ଟ ସବଜେକ୍ଟ ଯୋଉଟା ଥିବ ସେ ଅନୁସାରେ ଆପଣ କ'ଣ ହବ ଭାର୍ବ ୟୁଜ୍। ଟୀକା ଗୋଟେ ଏମିତି ଭାର୍ବ ଆଉ ସବଜେକ୍ଟ ଏଗ୍ରିମେଣ୍ଟରେ ଆପଣ ଏଇ ରୁଲ୍ ଗୁଡାକ ହିଁ ପଢ଼ନ୍ତି। କିଛି ଅଧିକା ନାହିଁ। ଏଠି ଯୋଉ ରୁଲ୍ ପଢ଼ଉଛନ୍ତି ଯେ ସବଜେକ୍ଟ ଆଉ ଭାର୍ବ ଭିତରେ କ'ଣ ରହିବ, କୋଉଟା ଚେଞ୍ଜ ହେଲେ କୋଉଟା ହବ ବା ନିୟରେଷ୍ଟ ବା ଫାଷ୍ଟ ସବଜେକ୍ଟ ସେ ଅନୁସାରେ ଚେଞ୍ଜ ସେଇଟା ହିଁ ଆପଣ ଯାହା ବି ସବଜେକ୍ଟ ଭାର୍ବ ଏଗ୍ରିମେଣ୍ଟ ସେଇଟା ହିଁ ପଢ଼ନ୍ତି। ତେଣୁ ବୁଝିପାରିଲେ? ଏବେ ଦେଖିବା ଏକ୍ଜାମ୍ପଲ୍ ଦେଖିଲେ ଆପଣ ଆରାମସେ ବୁଝିପାରିବେ। କ'ଣ ଅଛି ନଟ୍ ଓନ୍ଲି ଦ ଟିଚର ବଟ୍ ଅଲ୍ସୋ ଦ ଷ୍ଟୁଡେଣ୍ଟ ୱେଆର୍ ହେପି। ଦେଖନ୍ତୁ ଏଠି ଭାର୍ବ କ'ଣ ହେଲା ୱେଆର୍ ହେଲା। କ'ଣ ପାଇଁ ନା କ'ଣ କରୁଥିଲା ନିୟରେଷ୍ଟ ସବଜେକ୍ଟ, ମାନେ କ'ଣ ଏଠି ନିୟରେଷ୍ଟ କ'ଣ ଅଛି ଗୋଟେ ଟିଚର ଥିଲା ଆଉ ଗୋଟେ କ'ଣ ଥିଲା ଷ୍ଟୁଡେଣ୍ଟସ୍ ଥିଲା। ତେଣୁ ଷ୍ଟୁଡେଣ୍ଟ ଅନୁସାରେ ୱେଆର୍ ବସିଲା। କିନ୍ତୁ ଯଦି ଆପଣ ପୂର୍ବଟା ଦେଖିଥାନ୍ତେ କ'ଣ ହେଇଥିଲା ଫାଷ୍ଟ ସବଜେକ୍ଟ ଅନୁସାରେ ଭାର୍ବ ବସିଲା। ତେଣୁ ସେଇଟା ଦେଖିବେ ଆପଣଙ୍କୁ ଏଇଟା ଦେଇନଥିବ ହେଲା। କେମିତି କ୍ୱେଶ୍ଚନ ପଟେ ଦେଖିଦିଅନ୍ତୁ କହିଦଉଛି। ଆପଣ ଲେଖିଥିବ ନଟ୍ ଓନ୍ଲି ଟିଚର ବଟ୍ ଅଲ୍ସୋ ଷ୍ଟୁଡେଣ୍ଟସ୍ ଡ୍ୟାସ୍ ହେପି ଦେଇଥିବ ଅପସନରେ କ'ଣ ଗୋଟେ ଇଜ୍ ଦେଇଥିବ ଆଉ ଗୋଟେ କ'ଣ ଦେଇଥିବ ନା ଆର୍ ଦେଇଥିବ। ଆପଣ ଦେଖିବେ ଏଥିରୁ କୋଉଟା ହବ ଜାଣିବେ କେମିତି ନା ଆପଣ ରୁଲ୍ ପଢିଛି ଯଦି ନଟ୍ ଓନ୍ଲି ବଟ୍ ଅଲ୍ସୋ କେତେବେଳେ ଲାଗିବ ନା ଯେତେବେଳେ ନିୟରେଷ୍ଟ ସବଜେକ୍ଟ ଯୋଉଟା ଥିବ ସେ ଅନୁସାରେ କ'ଣ ବସିବ ଭାର୍ବ ବସିବ। ତେଣୁ ନିୟରେଷ୍ଟ କ'ଣ ଅଛି ଷ୍ଟୁଡେଣ୍ଟ ଅଛି, ତେଣୁ ଆର୍ ବସିବ। ଯଦି ପଢିଥିବେ ଯଦି ନୋଟ୍ ଡାଉନ୍ କରିଥିବେ ତାହେଲେ ଆପଣ ଲେଖିପାରିବେ। ତେଣୁ କିଛି ଅସୁବିଧା ନାହିଁ। ନେକ୍ସଟ ଏକ୍ସାମ୍ପଲ୍ ଦେଖିଥିବେ ସେଇ ଅନୁସାରେ ଦେଇଛି ନଟ୍ ଓନ୍ଲି ରାମ ବଟ୍ ଅଲ୍ସୋ ହିଜ୍ ବ୍ରଦର ହେଜ୍ କମ୍। ହେଜ୍ କ'ଣ ପାଇଁ ହେଲା ନା ନିୟରେଷ୍ଟ କ'ଣ ଅଛି ବ୍ରଦର ଅଛି, ଯୋଉଟା କି କ'ଣ ଅଛି ସିଙ୍ଗୁଲାର, ସେଥିପାଇଁ ହେଜ୍ ହେଲା। ବୁଝିପାରିଲେ? ତେଣୁ ଏବେ 73 ନମ୍ବର ରୁଲ୍‌ଟା ଦେଖିବା। କ'ଣ ଅଛି ଅଲ୍‌ଥ୍ରୋ ଆଉ କ'ଣ ଥ୍ରୋ ହେଲା। ଅଲ୍‌ଥ୍ରୋ ଆଉ ଥ୍ରୋ କେମିତି ୟୁଜ୍ କରିବା ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ା କ'ଣ ଅଛି ନା ବୋଥ୍ ମିନ୍ ଦ ସେମ୍। ଏଇ ଯୋଉ ଆମର ଅଲ୍‌ଦୋ ବା ଥ୍ରୋର ମିନିଂଟା ହେଉଛି କ'ଣ ପୁରା ସେମ୍। ତାର ମିନିଂ ହେଉଛି କ'ଣ ଇନ୍ ସ୍ପାଇଟ୍ ଅଫ୍ ହେଲା। ୟାର ଆମର ଅଲ୍‌ଦୋ ଆଉ ଥ୍ରୋର ମିନିଂଟା କ'ଣ ଅଛି ଇନ୍ ସ୍ପାଇଟ୍ ଅଫ୍। ମନେ ରଖିଥିବେ ନେଭର ୟୁଜ୍ ବୋଟ୍ ଆଫ୍ଟର ଦେମ୍ ହେଲା। ଏଇ ଯୋଉ ଆମର ଯଦି ଅଲ୍‌ଦୋ ଆଉ ଥ୍ରୋ ୟୁଜ୍ କରୁଛନ୍ତି ମନେ ରଖିଥିବେ ତାପରେ କେବେ ବି ଆପଣ ବାଟ୍ ୟୁଜ୍ କରିପାରିବେ ନାହିଁ। ଯଦି ୟୁଜ୍ କରୁଛନ୍ତି ତାହେଲେ ସେଣ୍ଟେନ୍ସଟା ପୁରା ଭୁଲ ହେଇଯିବ। ଦେଖିବା ଥ୍ରୋ ହି ଥ୍ରୋ ହି ଇଜ୍ ରିଚ୍ ହି ନଟ୍ ପ୍ରାଉଡ୍ ହି ଇଜ୍ ନଟ୍ ପ୍ରାଉଡ୍ ହେଲା। ମାନେ କ'ଣ ଇନ୍ ସ୍ପାଇଟ୍ ଅଫ୍, ମାନେ କ'ଣ ସିଏ ଧନୀ କିନ୍ତୁ ସେ କ'ଣ କେବେ ସେଥିପାଇଁ ସେ ଗର୍ବ କରେ ନାହିଁ। ଇନ୍ ସ୍ପାଇଟ୍ ଅଫ୍ ଏର ମିନିଂଟା କ'ଣ ହେଲା ଇନ୍ ସ୍ପାଇଟ୍ ଅଫ୍। କିନ୍ତୁ ସେକେଣ୍ଡ ସେଣ୍ଟେନ୍ସ ଦେଖୁନାହାନ୍ତି ଥ୍ରୋ ହି ଇଜ୍ ରିଚ୍ ବଟ୍ ହି ଇଜ୍ ନଟ୍ ପ୍ରାଉଡ୍। ଆପଣଙ୍କୁ ସେଣ୍ଟେନ୍ସଟା ବହୁତ ବଢିଆ ଶୁଣିବା ପାଇଁ ଲାଗୁଥିବ, ଠିକ୍ ମାର୍କ ଦେଇ ଆସିବେ। ବେଳେବେଳେ ସେଣ୍ଟେନ୍ସ ଠିକ୍ ଅଛି କି ନାହିଁ ଆପଣଙ୍କୁ ଦେଇଥାଏ ଆଉ ଠିକ୍ ମାର୍କ ଦେଇଆସେ, କିନ୍ତୁ ନା ଭୁଲ। କ'ଣ ପାଇଁ ନା ଥ୍ରୋ ପରେ କେବେ ବି ଆପଣ ବଟ୍ ୟୁଜ୍ କରିପାରିବେ ନାହିଁ। ରୁଲ୍ ନମ୍ବର କେତେ 70 କେତେ ନା 73 ଆପଣ ପଢିଛନ୍ତି ଥ୍ରୋ ପରେ କେବେ ବି ବଟ୍ ୟୁଜ୍ କରିବେ ନାହିଁ। ଦେଖିବା ଏବେ 74 ରୁଲ୍ ନମ୍ବର କ'ଣ ଅଛି। 74 କ'ଣ ଅଛି ନା ଡିସ୍ପାଇଟ୍ ଏଣ୍ଡ ଇନସ୍ପାଇଟ୍ ଅଫ୍ ହେଲା। ଡିସ୍ପାଇଟ୍ ଆଉ ଇନସ୍ପାଇଟ୍ ଅଫ୍ ର ରୁଲ୍‌ଟା କ'ଣ କେମିତି ଅଛି ଇମ୍ପୋର୍ଟାଣ୍ଟ ପଏଣ୍ଟ କ'ଣ ଦେଖିବା ନା ବୋଥ୍ ମିନ୍ ଇଭିନ୍ ଥ୍ରୋ ହେଲା। ଏ ଯୋଉ ଡିସ୍ପାଇଟ୍ ଆପଣ କୁହନ୍ତୁ କିମ୍ବା ଇନସ୍ପାଇଟ୍ ଅଫ୍ କୁହନ୍ତୁ ଦିଟାର ମିନିଂ
कौन ना इविन थ्रो है दीटार मीनिंग पूरा सेम अच्छी माने कौन इविन थ्रो आ कौन करेंगे फॉलोड बाय द नाउन भार्ब नाउन आउ कौन भार्ब रो आईएनजी फॉर्म नॉट फुल क्लोज है केबे फुल क्लोज से फॉलो करिवे नाही एग्जांपल देखिथवा है जो डाउट हो एग्जांपल देखले बुझिबा ना एग्जांपल कौन अच्छी ना डिस्पाइट द रेन वी प्लेड क्रिकेट कौन कहला ना मोर एटी देखंतु कौन अच्छी डिस्पाइट द रेन वी प्लेड क्रिकेट फॉलोड बाय नाउन है नाउन पर आपण कौन बसिबो माने नाउन पूर्व बसिबाटा कौन हमरो जो डिस्पाइट बा इनस्पाइट ऑफ देखंतु डिस्पाइट कहा पूर्व बसिला द रेन फॉलोड माने कौन ना ता परे नाउनटा बसिबो है डिस्पाइट द रेन वी प्लेड क्रिकेट केबे भी हमर कोन हबो नाउन आ वर्ब रो आईएनजी फॉर्मटा केबे भी फुल क्लोज यूज हबो नै जदि आपण ऑल्थ्रो सॉरी डिस्पाइट आ इनस्पाइट ऑफ यूज करजने सेकंड एग्जांपल देखि कोन अछि इनस्पाइट ऑफ बीइंग इल हेला एटी कोन कला इनस्पाइट ऑफ इल बीइंग ही वेंट टू वर्क हेला एटा सबले कोन दीटा क्लोज भितरे यूज हुए हेला इनस्पाइट आ डिस्पाइट एटी कोन कला आ जदि आपण कोन करिवे एटा देखंतु कहले कोन नाउन प्लस आईएनजी फॉर्म एटी जदि इनस्पाइट ऑफ डिस्पाइट यूज करजंदी ताले नाउन रो आईएनजी फॉर्म बसिबो हेला नाउन रो आईएनजी फॉर्म बसिबो आ कोन हबो नामरो मीनिंग टा इविन थ्रो हबो बुझि पाले किछि असुविधा नाही अब देखिया 75 नंबर रूल फ्यू आउ ए फ्यू द फ्यू एटा केमती यूज करा जिवो आगरो पढिथिले तथा आउट देखि दे इंपोर्टेंट पॉइंट अछि ए कोन एक्स्ट्रा अछि देखि फ्यू केतले ना ऑलमोस्ट नॉन जेतले कि मोटे हबो नै सेठी फ्यू यूज करबा ए फ्यू कोन सो माने किछि क्षेत्र हे बेरे जदि ए फ्यू यूज करबा द फ्यू कोन ऑल अवेलेबल हला जदि समस्त अवेलेबल बा जा दरकार अवेलेबल अछि ताने कोन द फ्यूज करबा एग्जांपल देखिता कोन अछि फ्यू पीपल कैन स्पीक लैटिन माने ऑलमोस्ट नॉन माने पाखा पाखी ना के बराबर कोन ना पिला कोन लोक कोन करिवे लैटिन कहि परिवे तापर ए फ्यू स्टूडेंट अटेंड द क्लास माने किछि पिला आछुंदी द फ्यू बुक्स आई हैड वेयर सोल्ड माने एवेल जति अवेलेबल थिला जदि एसदी कोन करथि सोल्ड कर दिचंती बुझी पाले एबे 76 नंबर रूल कोन अछि लिटिल ए लिटिल द लिटिल हला एई गुडा को यूज पई कोन करे लिटिल माने कोन हार्डली एनी टिका हमरो बोथे 3 नंबर क्लास रे पढिथिले गुडा को आ थरे देखिथे कोन एमती नुवा ना रूल गुडा आछि लिटिल माने कोन हार्डली एनी माने अति कम रे अल्प थिबो ए लिटिल कोन किछि मात्रा रे थिबो दी लिटिल कोन ऑल दैट रिमेन्स आ जेति की अछि सेति की चलिबो एटा होछि कोन लिटिल ए लिटिल द लिटिल एग्जांपल देखिथा कोन अछि देयर इज लिटिल होप लेफ्ट माने बहुत कम माने जेते कोनती पेशेंट लास्ट स्टेज रे तेरे डॉक्टर एटा कोन ना देयर इज लिटिल होप लेफ्ट माने कोन बहुत कम चांसेस अछि तापर ए लिटिल कोन किछि अछि माने ए लिटिल वाटर इज स्टिल देयर माने जेति किछि मात्रा रे अछि आ तापर लास्ट कोन हला द लिटिल मनी आई हैड वाज लॉस्ट माने ता पाखरे जेति की थिला पैसा सब कोन हला से हजे देला माने कोन जेति की ता पाखरे थिला ऑल दैट रिमेन जेति की पाखा पाखी थिला सब हजी गला बुझि पाले एबे देखिए कोन अछि 77 नंबर रूल कोन अछि ईच वर्सेस एवरी ईच कोडी यूज करिवे आ एवरी कोडी यूज करिवे इंपोर्टेंट पॉइंट कोन अछि इज कोडी आपण यूज करिवे ना फोकस ऑन इंडिविजुअल जेडी इंडिविजुअल कथा आसो सेडी इज यूज करिवे एवरी कोडी ग्रुप हला ग्रुप जेतला आसुथबो कोन करिवे ग्रुप मीनिंग जेतला बुझौतो एवरी आ बोथ टेक सिंगुलर वर्ब मन रखथे इज आ एवरी सब कोन करिवे ना सिंगुलर वर्ब यूज करिवे एग्जांपल देखि देबा इज स्टूडेंट हैज ए बुक हला कोन हला इंडिविजुअली समस्त आगरे बुक जन इज यूज करला एवरी कोन चाइल्ड लव्स गेम्स माने कोटे ग्रुप को बुझिला ना चाइल्ड रे कोटे ग्रुप माने पिला मान को ग्रुप को बुझिला सेल पे एवरी बसा गला देखले तापर नेक्स्ट 78 नंबर रूल कोन हला अदर वर्सेस एनदर अदर केतले यूज करबा आ एनदर केतले यूज करबा अदर केतले यूज करबा ना डिफरेंट वन जेतले अलग अलग थे सेतले अदर यूज करबा एनदर होची कोन वन मोर सिंगुलर ओनली ହେଲା ଯଦି କଣ करे ସିଙ୍ଗୁଲାର ହବ ଆଉ ୱାନ୍ ମୋର ଆଉ ଜଣେ ଥିବ ସେତେବେଳେ ଏକ୍ସାମ୍ପଲ ଦେଖିଥିବା କଣ ଅଛି ଗିଭ୍ ମି another ପେନ୍ ହେଲା ମାନେ କଣ ଡିଫରେଣ୍ଟ ୱାନ୍ ମାନେ ତା ପାଖରେ ଅଛି କିନ୍ତୁ ଆଉ ଗୋଟେ ସେ ପଚାରୁ ମାନେ ମାଗୁଛି ତେଣୁ ଗିଭ୍ ମି another ପେନ୍ ଏମାନେ କଣ ତା ପାଖରେ ଅଛି ଆଉ ଗୋଟେ ମାଗୁଛି ନେକ୍ସଟ କଣ ଏକ୍ସାମ୍ପଲ ରହିଲା ଆଇ ଡୋଣ୍ଟ ଲାଇକ୍ ଦିସ୍ ସାର୍ଟ ସୋ ମି ଅଦର ୱାନ୍ ମାନେ କଣ ସିଏ ଏଇ ସାର୍ଟଟାକୁ କଣ କରୁଛି ପସନ୍ଦ କରୁନାହିଁ ଆଉ ଗୋଟେ ମାଗୁଛି ତେଣୁ ସେଥିପାଇଁ ୱାନ୍ ମୋର ମାନେ ତା ପାଖରେ ଅଛି ଆଉ ଗୋଟେ କିନ୍ତୁ କଣ ସିଙ୍ଗୁଲାର ଓନଲି ସବୁବେଳେ କଣ ହବ ସିଙ୍ଗୁଲାର ରେ ୟୁଜ ହବ କିନ୍ତୁ ଆମର କଣ ଏ ଯୋଉ କୋଉଟା ନା ଏନଦରଟା ଏନଦର ନାହିଁ କୋଉଟା ଆମର ଅଦରଟା କଣ ହବ ପ୍ଲୁରାଲ ବି ୟୁଜ ହେଇ ପାରିବ ବୁଝିପାରିଲେ ଏବେ 79 ରୁଲ ମୁଣ୍ଡ ଦେଖିବା କଣ ଅଛି ଅଲ୍ ହୋଲ୍ ଆଉ ଏଭ୍ରି ଅଲ୍ କୋଉଠି ୟୁଜ କରିବା ନା ଅଲ୍ ହଉଛି ପ୍ଲୁରାଲ ନାଉନ ଯେଟା ପ୍ଲୁରାଲ ନାଉନ ପାଖରେ କଣ ୟୁଜ ହବ ନା ଅଲ୍ ୟୁଜ ହବ ସିଙ୍ଗୁଲାର ନାଉନ ପାଖରେ କଣ ହୋଲ୍ ୟୁଜ ହବ ହେଲା ବହୁତ ଇମ୍ପୋର୍ଟାଣ୍ଟ ଅଛି ଏଟା ହେଲା ନୋଟ ଡାଉନ କରିନିଅନ୍ତୁ ପରୀକ୍ଷାରେ ବାରମ୍ବାର ପଚାରେ ଅଲ୍ ହଉଛି କେତେବେଳେ ନା ପ୍ଲୁରାଲ ନାଉନ ଯୋଉଠି ଥିବ ସେଠି କଣ ହବ ଅଲ୍ ୟୁଜ ହବ ହୋଲ୍ କେତେବେଳେ ନା ସିଙ୍ଗୁଲାର ନାଉନ ଆଉ ଏଭ୍ରି କଣ ଇଣ୍ଡିଭିଜୁଆଲ ସେନ୍ ଯଦି ଗୋଟେ ଇଣ୍ଡିଭିଜୁଆଲ କୁ ବୁଝଉଥିବ ସେଠି କଣ ହବ ଏଭ୍ରି ୟୁଜ କରାଯିବ
एग्जांपल देखिए कौन अछि ऑल स्टूडेंट्स आर प्रेजेंट ହେଲା କଣ ହେଲା ନା ଆମର ଷ୍ଟୁଡେଣ୍ଟସ୍ କଣ ପାଇଁ ପ୍ଲୁରାଲ ନାଉନ୍ ଅଲ୍ ପରେ କଣ ହବ ସବୁବେଳେ ପ୍ଲୁରାଲ ଆପଣ ଲେଖି ଦେବେନି ଅଲ୍ ଷ୍ଟୁଡେଣ୍ଟ ହେଲା ନାଇଁ ଷ୍ଟୁଡେଣ୍ଟସ୍ ହବ ହେଲା ଦ ହୋଲ୍ କ୍ଲାସ୍ ଇଜ ହ୍ୟାପି ଏଠି କଣ କରେ ସିଙ୍ଗୁଲାର ହୋଲ୍ ମାନେ ଆପଣ ଭାବେନି ବହୁତ ଗୁଡାକ ତେଣୁ ସେଥିପାଇଁ ଆପଣ କଣ କରିବେ ନା ପ୍ଲୁରାଲ କରିବେ ନା କଣ ହବ ସିଙ୍ଗୁଲାର ସେଥିପାଇଁ ଇଜ ଲାଗିଲା ହେଲା ତାପରେ କଣ କଲା ଏଭ୍ରି କୋଉଠି ଏଭ୍ରି ଷ୍ଟୁଡେଣ୍ଟସ୍ ଗଟ୍ ମାର୍କସ୍ ଏଟା କଣ ଇଣ୍ଡିଭିଜୁଆଲ ସେନ୍ସରେ ମାନେ ପ୍ରତ୍ୟେକ ପିଲା ଆଉ ତେଣୁ ଲାଷ୍ଟ ରୁଲଟା ଦେଖିବା ଆଜିର କଣ ଅଛି 80 ନମ୍ବର ରୁଲ ଇଚ୍ ଅଦର ୱାନ୍ ଆନଦର ଇଚ୍ ଅଫ୍ ଏଇ ତିନିଟାର ଦେଖିବା ପଏଣ୍ଟ ଗୁଡା କଣ ଅଛି ନା ଇଚ୍ ଅଫ୍ କେତେବେଳେ ୟୁଜ କରାଯିବ ନା ସିଙ୍ଗୁଲାର ଭାର୍ବ ଯେତେବେଳେ ଆମ ଇଚ୍ ଅଫ୍ ୟୁଜ କରୁଛନ୍ତି ସେତେବେଳେ ସବୁବେଳେ ଭାର୍ବଟା କଣ ହବ ନା ସିଙ୍ଗୁଲାର ହବ ଇଚ୍ ଅଦର କୋଉଠି ହବ ନା ମ୍ୟୁଚୁଆଲ କଣ ରିଲେସନ ଯେଟା କି ଦୁଇ ଜଣଙ୍କ ଭିତରେ ଯଦି ଥିବ ରିଲେସନଟା ତାହେଲେ କଣ ହବ ଇଚ୍ ଅଦର ହବ ୱାନ୍ ଆନଦର କେତେବେଳେ ମୋର ଦେନ୍ ଟୁ ଯେତେବେଳେ ଦୁଇରୁ ଅଧିକ ଥିବ ସେତେବେଳେ କଣ ହବ ୱାନ୍ ଆନଦର ହବ ନୋଟ୍ ଡାଉନ୍ କଲେ ଦେଖିବା ଏକ୍ସାମ୍ପଲ କଣ ଅଛି ଇଚ୍ ଅଫ୍ ଦ ବଏଜ ହେଜ୍ ଏ ପେନ୍ ଇଚ୍ ଅଫ୍ ମାନେ କଣ ସିଙ୍ଗୁଲାର ଭାର୍ବ ଦେଖନ୍ତୁ ଆପଣ କଣ ହେଲା ହେଜ୍ ୟୁଜ କରାହେଲା ମାନେ ସିଙ୍ଗୁଲାର ଭାର୍ବ ଦ ଟୁ ବ୍ରଦର ଲଭ୍ ଇଚ୍ ଅଦର ହେଲା କଣ ହେଲା ନା ମ୍ୟୁଚୁଆଲ ରିଲେସନ ମାନେ ଇଏ ତାର ଭାଇ ସିଏ ବି ତା ଭାଇ ହେଲା ସେଥିପାଇଁ କଣ ହେଲା ଆମର ଇଚ୍ ୟୁଜ କରାଗଲା ତାପରେ ରହିଲା କଣ ୱାନ୍ ଆନଦର ଦ ଭିଲେଜର୍ସ ହେଲ୍ପ ୱାନ୍ ଆନଦର ଏଟା କଣ ଅଛି ଭିଲେଜର୍ସ ମାନେ କଣ ନା ବହୁତ ଗୁଡାକ ଦୁଇ ଜଣଙ୍କୁ ନେଇ କେବେ ଭିଲେଜର୍ସ ହୁଏ କି ନାହିଁ ଦୁଇରୁ ଅଧିକା କଣ ଦୁଇରୁ ଅଧିକା ଲୋକଙ୍କୁ ନେଇ କଣ ଭିଲେଜର୍ସ ହୁଏ ତେଣୁ ସେଥିପାଇଁ କଣ ହେଲା ୱାନ୍ ଆନଦର ୟୁଜ କରାଗଲା ତେଣୁ ବୁଝିପାରିଲେ ଆମର ଟୋଟାଲ ଆଜି 10ଟି କଣ କଲୁ ଗ୍ରାମାର ରୁଲଟି ୟୁଜ କଲୁ ଆମ ଇମ୍ପୋର୍ଟାଣ୍ଟ ପଏଣ୍ଟ କହିଲି କେମିତି କଣ ୟୁଜ କରାଯାଏ ଏକ୍ସାମ୍ପଲ ଭାବରେ ବୁଝେଇଲି ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଲା ତାହେଲେ ଭିଡ଼ିଓଟିକୁ ଆପଣ କଣ କରିଦେବେ ନା ଲାଇକ୍ କରିଦେବେ ଭିଡ଼ିଓଟି ଦେଖୁଛନ୍ତି ଲାଇକ୍ କରୁନାହାନ୍ତି ସବସ୍କ୍ରାଇବ ତ ମୋଟେ ବି କରୁନାହାନ୍ତି ତେଣୁ ସବସ୍କ୍ରାଇବ କରିଦେବେ ଆଉ ପାଖରେ ଯେଉଁ ବେଲ୍ ଆଇକନଟି ଅଛି ଅଲରେ ସେଟ୍ କରିଦେବେ ଯାହାଫଳରେ ଯେତେବେଳେ ଭିଡ଼ିଓ ଅପଲୋଡ଼ ହେଉଛି ଆପଣଙ୍କ ପାଖରେ ପହଞ୍ଚି ପାରିବ ମ୍ୟାଥମେଟିକ୍ସ ହଉ ଆପଣ ସାଇନ୍ସ ହଉ କମ୍ପ୍ୟୁଟର ଆନାଲିସିସ୍ ହଉ ଆପଣ ଯଦି କ୍ଲାସ୍ କରିବା ପାଇଁ ଚାହୁଁଛନ୍ତି ଏମଆର ଷ୍ଟଡି ଏକାଡେମୀ ଯାଆନ୍ତୁ ପ୍ଲେଲିଷ୍ଟରେ ସବୁଗୁଡ଼ାକ ସଜେଇକି ରଖାଯାଇଛି ଆପଣ ଖାଲି ଅନ୍ କରିବେ ଦେଖିବେ କିଛି ଅସୁବିଧା ନାହିଁ ତେଣୁ ଆଜି ପାଇଁ ଏତିକିରେ ରହୁଛି ନୂଆଟେ ଭିଡ଼ିଓରେ ଆପଣ ଦେଖାହେବ ସେଥିପର୍ଯ୍ୟନ୍ତ ରହୁଛି ଧନ୍ୟବାଦ।